ନମସ୍କାର। ଗୋଟେ କଥା ଜାଣିଛନ୍ତି, ଯେତେବେଳେ ଆପଣ ବହୁତ ଖୁସିରେ ଥିବେ ଆଉ ଯେତେବେଳେ ଆପଣ ବହୁତ ଦୁଃଖରେ ଥିବେ ନା, ସେ ଜିନିଷ କାହା ସାଙ୍ଗରେ ସେୟାର କରିବା କଥା ନାହିଁ। କାରଣ ଯେତେବେଳେ ଆପଣ ଖୁସିରେ ଥିବେ ନା, ଆପଣ ଗୋଟେ ଜିନିଷ ସେୟାର କରିଦେବେ ଅନ୍ୟମାନଙ୍କ ସାଙ୍ଗରେ, ତ ଆପଣ ଖୁସିରେ ନଜର ଲାଗିଯାଏ। ତାପରେ ଆପଣଙ୍କ ଦେହ ଖରାପ ଷ୍ଟାର୍ଟ ହେଇଯାଏ। ଆପଣଙ୍କର ସେଇ ଖୁସି ମୁଭମେଣ୍ଟ ଟା ଅପୋଜିଟ ରିଆକ୍ସନ ରେ ପରିଣତ ହେଇଯାଏ। ଆପଣଙ୍କୁ ହାପିନେସ ଟା ସାଡନେସ ରେ କନଭର୍ଟ ହେଇଯାଏ। ଥରେ ଏଟା ମାର୍କ କରିକି ଦେଖନ୍ତୁ। ଆଉ ଯେତେବେଳେ ଆପଣ ଦୁଃଖରେ ଥିବେ ନା, ଆପଣ ଯଦି ସେଇ ଜିନିଷ ସେୟାର କରିଦେବେ ନା, ଅପୋଜିଟ ପର୍ସନ କିଛି ସମୟ ପାଇଁ ଆପଣଙ୍କୁ ସିମ୍ପାଥି ଦେଖେଇ ପାରନ୍ତି, କିନ୍ତୁ ସେଇ କଥା ପାଇଁ ଆପଣଙ୍କର ଯେମିତି ଖଣ୍ଡିଆ ଘରେ ଲୋକ ଲୁଣ ପକାନ୍ତି ନା, ସେମିତି ଆପଣଙ୍କୁ କେବେ ନା କେବେ ସେଇ କଥା ପାଇଁ ଆପଣଙ୍କୁ କିଛି ନା କିଛି କଥା ଆପଣଙ୍କୁ କହିବେ, ଯୋଉଟା କି ଆପଣ କଷ୍ଟ ହବ। ତ ସେଥିପାଇଁ କି ସବୁବେଳେ ନିଜ କଥା ନା ନିଜ ଭିତରେ ସାଇତିକି ରଖନ୍ତୁ। କାରଣ ଛୋଟ ଆମେ ଜୀବନ କାଳ ଭିତରେ ଆମକୁ ଜୀବନ ବହୁତ କିଛି ଶିଖେଇଥାଏ। ମଣିଷକୁ ଚିହ୍ନନ୍ତୁ, ଆଉ କୋଉ କଥା କାହାକୁ କୁହାଯାଏ ଥରେ ଭାବିକି ରଖନ୍ତୁ। ହୁଏତ ଆପଣ ସେଇ କଥା ପାଇଁ ପରେ କଷ୍ଟ ପାଇବେ। ରାଧେ ରାଧେ।